चलतु फॉर्म टी फिलअप करवा। ये सुभद्रा योजनार फॉर्म मुझे जेरक्स कॉपी आपण मानक देखा यहाँ हूँ टोल फ्री नंबर आप कॉल कर सबकि बुझीपारे। यही फॉर्म टी संपूर्ण मागेणा। चलतु एवं सविशेष बरणी ये दबा आम ये संपूर्ण नाम आधार अनुजाई जो नाम होम से नामटी पकेबा। ये आप ओडिया लिखिपारे और इंग्लीश लिखिपारे। जदि आप इंग्लीश लिखे केवल कैपिटल लेटर रे आप लिखे। चलते लिखा मो ना हूँ विजयलक्ष्मी मुझे सब कैपिटल लिखुची। विजयलक्ष्मी लिखिदेली। मिश्र मिश्रटा लिखा जॉइंट कर लिखे घर मिश्र लिखले गोटे घर छाड़ी आप मिश्र लिखे। कम बॉक्स अच्छे ना टी भरी हम ना से तल को लिखुची मिश्र। ये लिखला आधार संख्या। चलते आम आधार संख्या लिखा। मुझे जेकोसी आधार नंबर पकाऊँ आप निजर आधार नंबर ही ये पकड़े। मन इच्छा गोटे आधार नंबर पकईजी कि आप निजर आधार नंबर ये पकड़े। आ स्वामी एवं पितांकर नाम लिखे आधार अनुसार नाटा जहाँ थी लिखे। महिला मैंने निजर स्वामी मान ना ये पकड़े। मो स्वामी नाम पकाऊँ टाइटल लिखापी गोटे घर छाड़ी लिखे। जन्म तारीख ये आप निजर जन्म तारीख पकड़े तारीख मास आ वर्ष। जो भाई भाव पकाऊँ आपण मैंने से भाव पकड़े। वर्ग आपण को कैटेगोरी साधारण ना अनुसूचित जाति ना अनुसूचित जनजाति कौन आप पकड़े। मोटी साधारण मुझे टिक चिन्ह माइली आपण मैंने जहाँ थे से टिक चिन्ह मारे। शारीरिक भिन्नक्षम आपण कौन हाँ ना ना यदि शारीरिक भिन्नक्षम होते हाँ मारे यदि ना नाई टिक मारे नाई टिक मार। आधार संयुक्त मोबाइल नंबर आपणकर आधार रे जो नंबरटा लिंक थी से नंबरटा आप पकड़े। नंबर पकड़े विकल्प फोन नंबर आपण घरे ए नंबर व्यतीत आउ को नंबर अच्छी से नंबरटा आप पकड़े। जिला आपणकर को जिला पुरी ना खोर्धा ना कौन जेकोसी जिला होकर से जिला ना लिखे। जहाँ लिखे सब कैपिटल लिखे इंग्लीश लिखले कैपिटल ओडिया जब लिखे ओडिया भी चाहिए फिलअप करेंगे। आप ग्रामांचल ना सहरांचल यदि ग्रामांचल होते आप गाँ ना लिखे। ग्राम पंचायत ना लिखे। ब्लॉक आपण को ब्लॉक सहरांचल जो मैंने से मैंने सहरांचल लिखे। गला आधार सक्षम संचय खाता बैंक माने बैंक रे आपणकर को बैंक रे आपणकर आधारटा लिंक अच्छी से बैंक नाटी ये आप लिखे। धर लिखिदे मोर सेंट्रल बैंक रे खाता अच्छे मुझे सेंट्रल बैंक ना लिखी आपंकर स्टेट बैंक हो ओवरसीज हो कि जेकोसी पंजाब नेशनल बैंक जेकोसी बैंक हो आपंकर से बैंक नाटी आप पकड़े। चलते एपटे देखा आपण मैंने
ଯେତକ ସବୁ ଅଛି ଏଥିରେ ଆପଣ ଚାଲନ୍ତୁ ଆମେ ସେକେଣ୍ଡ ପେଜକୁ ଯିବା। ଭାଗ ଘର ଘୋଷଣାନାମା বা ଡିକ୍ଲାରେସନ, ଏଇ ସବୁ ଡିକ୍ଲାରେସନରେ ଆପଣ ମାନେ ସବୁ ଠିକ୍ ମାରିବା ଦରକାର। ଚାଲନ୍ତୁ ଆମେ ଦେଖିବା କ'ଣ କ'ଣ ସବୁ ଅଛି। ମୁଁ ଓଡ଼ିଶାର ବାସିନ୍ଦା ଅଟେ, ହଁ ଠିକ୍ ମାରିବା। 1 ଜୁଲାଇ 2024 ସୁଦ୍ଧା ମୋର ବୟସ 21 ବର୍ଷ କିମ୍ବା ତାଠାରୁ ଅଧିକ ଏବଂ 60 ବର୍ଷରୁ କମ୍ ଅଟେ, ହଁ ମୋର ଅଟେ, ମାରିବେ। ଆପଣମାନେ ସବୁ ଗୋଟି ଗୋଟିକି ପଢ଼ିକିରି ମାରିବାର ଅଛି। ମୁଁ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାର ଯୋଜନା ଅଧୀନରେ ମାସିକ 1500 ଟଙ୍କା ଅଥବା ତଦ୍ୱିତ କିମ୍ବା ବାର୍ଷିକ 18,000 ଟଙ୍କା ଅଥବା ତଦ୍ୱିତ ଆର୍ଥିକ ସହାୟତା ରାଶି ପାଉନାହିଁ, ହଁ ଠିକ୍ ଅଛି, ପାଉନାହିଁ। ମୁଁ କିମ୍ବା ମୋ ପରିବାର କୌଣସି ସଦସ୍ୟ ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ ବା MP କିମ୍ବା ବିଧାନସଭା ସଦସ୍ୟ ନୁହନ୍ତି, ହଁ ନାହାନ୍ତି କେହି, ମୋର ଟିକ୍ ମାରିବ। ମୁଁ କିମ୍ବା ମୋ ପରିବାର କୌଣସି ସଦସ୍ୟ ଆୟକର ଦାତା ନୁହନ୍ତି, ନା। ମୁଁ କିମ୍ବା ମୋ ପରିବାର କୌଣସି ସଦସ୍ୟ କୌଣସି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା କିମ୍ବା ପଞ୍ଚାୟତରାଜ ଅନୁଷ୍ଠାନର ଜଣେ ନିର୍ବାଚିତ ପ୍ରତିନିଧି ନୁହନ୍ତି, ହଁ। ମୁଁ କିମ୍ବା ମୋ ପରିବାର କୌଣସି ସଦସ୍ୟ ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ କୌଣସି ଅଣ୍ଡରଟେକିଂ ଅଥବା ବୋର୍ଡ ଅଥବା ସ୍ଥାନୀୟ ସଂସ୍ଥା ଅଥବା ବିଭାଗରେ ନିୟମିତ କିମ୍ବା ସ୍ଥାୟୀ କିମ୍ବା ଚୁକ୍ତିଭିତ୍ତିକ କାର୍ଯ୍ୟକାରୀ ଭାବରେ ନିଯୁକ୍ତ ନୁହନ୍ତି ଅଥବା ଅବସର ପରେ ପେନସନ୍ ପାଉନାହାନ୍ତି, ନା ଆମର କେହି ପାଉନାହାନ୍ତି, ଟିକ୍ ଚିହ୍ନ ମାରିଦେବା। ମୁଁ କିମ୍ବା ମୋ ପରିବାର କୌଣସି ସଦସ୍ୟ ଭାରତ ସରକାରଙ୍କ କୌଣସି ସରକାରୀ ବିଭାଗ ଅଥବା ଉଦ୍ୟୋଗ ଅଥବା ବୋର୍ଡ ଅଥବା ସଂଗଠନ ଅଥବା ରାଜ୍ୟ ସରକାର ଜଣେ ନିର୍ବାଚିତ ବା ମନୋନୀତ ବା ନିଯୁକ୍ତ ପ୍ରତିନିଧି ନୁହନ୍ତି, ନା। ଟିକ୍ ଚିହ୍ନ। ମୋର କିମ୍ବା ମୋ ପରିବାରର କୌଣସି ସଦସ୍ୟଙ୍କ 5 ଏକରରୁ ଅଧିକ ଜଳସେଚନ କିମ୍ବା 10 ଏକରରୁ ଅଧିକ ଅଣଜଳସେଚନ ଜମି ନାହିଁ, ନା। ମୋର କିମ୍ବା ମୋ ପରିବାର କୌଣସି ସଦସ୍ୟଙ୍କ 4 ଚକିଆ ମୋଟର ଯାନ ନାହିଁ, ଟ୍ରାକ୍ଟର ବା ମିନି ଟ୍ରକ୍ ଏବଂ ଛୋଟ ବାଣିଜ୍ୟ ଯାନ ଏବଂ ଅନ୍ୟ ସମାନ ହାଲୁକା ମାଲବାହୀ ଯାନ ବ୍ୟତୀତ। ଆପଣମାନେ ପଢ଼ିବେ, ଗୋଟେ ଗୋଟେ ଠିକ୍ ସେ ପଢ଼ିକିରି ହିଁ ଟିକ୍ ମାରିବେ। ଏଇ ବକ୍ସ ଭିତରେ ହିଁ ଆପଣ ଟିକ୍ ମାରିବେ। ସବୁଥିରେ ଆପଣ ଇଲିଜିବୁଲ୍ ରହିବା ଦରକାର। ମୋର ପରିବାରର ବାର୍ଷିକ ଆୟ 2.5 ଲକ୍ଷ ଟଙ୍କା ବା କେବଳ 2,50,000, ଯେଉଁ 2.5 ଲକ୍ଷଟା 2,50,000 ଟଙ୍କା ଯେଉଁ କୁହାଯାଏ ରୁ କମ୍, ହଁ ଠିକ୍। ଆଉ ଭାଗ ଗ ଲେଖା ହେଇଛି, ଏତ ବ୍ୟତୀତ ମୁଁ ନିମ୍ନଲିଖିତ ସର୍ବସମ୍ମତି ଜଣାଉଛି। ଆକୁ ଆପଣ ସବୁ ପଢ଼ିବେ, ସେଥିରେ ଆପଣ ସହମତି ହେବା ଦରକାର। ମୋର ପ୍ରମାଣୀକରଣ ମାନ୍ୟତା ପାଇବା ପାଇଁ UIDAI ମୁଁ ମୋର ଆଧାର ନମ୍ବର ଏବଂ ଜନସଂଖ୍ୟା ବିବରଣୀ ହାସଲ ନିମନ୍ତେ ମୁଁ ଓଡ଼ିଶା ସରକାରଙ୍କୁ ଅନୁମତି ପ୍ରଦାନ କରୁଛି। ଏହି ଉଦ୍ଦେଶ୍ୟ ପାଇଁ ନିଜକୁ ପ୍ରମାଣୀକରଣ କରିବାରେ ମୋର କୌଣସି ଆପତ୍ତି ନାହିଁ ଏବଂ ସମ୍ପୂର୍ଣ୍ଣ ଭାବେ ଜ୍ଞାତ ଯେ ଏହି ସୂଚନା କେବଳ ଉପରୋକ୍ତ ଉଦ୍ଦେଶ୍ୟରେ ବ୍ୟବହୃତ ହେବ। ମାନେ ଆପଣ ଏକୁ ସବୁ ଗୋଟି ଗୋଟିକିରି ପଢ଼ିବେ। ଆପଣମାନେ ସହମତି ବୋଲି ଏଠି ଆପଣ ଦସ୍ତଖତ କରିବେ। ଶେଷ ଲେଖିଛି, ମୁଁ ସୁଭଦ୍ରା ଅଧୀନରେ ଥିବା ସମସ୍ତ ନିୟମ ସର୍ତ୍ତାବଳୀରେ ସହମତ। ଆପଣ ଏଠି ଦସ୍ତଖତ କରିବେ। ତାପରେ ଏଠି ଯେଉଁ ଦିନ ଫର୍ମ ପକେଇବେ ସେଦିନ ଡେଟ୍ ଆପଣ ଏଠି ପକାଇବେ। ଚାଲନ୍ତୁ ମୁଁ ଏଠି ମୋ ନିଜ ଦସ୍ତଖତ କଲି। ଆଜିର ତାରିଖ ଆପଣ ପକେଇବେ। କରିଦେଲି। ଆପଣମାନେ ଏହି ହିସାବରେ ହିଁ କରିବେ। ଆପଣମାନଙ୍କୁ ଯଦି ମୋ ଭିଡ଼ିଓଟି ଭଲ ଲାଗିଛି ତେବେ ଲାଇକ୍ ସେୟାର କରନ୍ତୁ ଏବଂ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଜୟ ଜଗନ୍ନାଥ।